ଚର୍ଚ୍ଚାରେ ହଉଛି। ଚର୍ଚ୍ଚାର କୌଣସି ବାସ୍ତବତା ନାହିଁ। ଚର୍ଚ୍ଚା କେବଳ। ନିଶ୍ଚିନ୍ତ ଆଜି ବି ଦେବାଶିଷ ସାମନ୍ତରାୟଙ୍କ ସହିତ ମୋର ସମ୍ପର୍କ ଅତ୍ୟନ୍ତ ନିବିଡ଼। ଭଲ ଭାଇ ହିସାବରେ, ଭାଇ ଭଳି ବଡ ଭାଇ ସେ ମୋର ଗୋଟେ ସମ୍ପର୍କ ଅଛି। ସିଏ ଅଲଗା ଦଳକୁ ଗଲେ ତାଙ୍କର କଣ ଏଜେଣ୍ଡା ନେଇକି ସିଏ ଗୋଟେ ଦଳ ପାଇଁକି ତାଙ୍କର ବିଜେପି ସପକ୍ଷରେ କହିବେ, ମୁଁ ଗୋଟା ମଞ୍ଚରେ ଛିଡା ହେଲେ ମୁଁ ବିଜେପି ପକ୍ଷରେ କହିବି। କିନ୍ତୁ ବ୍ୟକ୍ତିଗତ ସମ୍ପର୍କଟା ଅଲଗା ଭିନ୍ନ ଜିନିଷ। ତାକୁ ରାଜନୀତି ଭିତରେ ଟାଣିବା କଥା। ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ପଦ୍ମକୁ ଆମର ଯିବାର ନାହିଁ। ନାଇଁ ନାଇଁ, ସେଇଟା ଆପଣ ମାନଙ୍କର ଇଏ ଆସୁଛି। ମତେ କାହିଁ ଲାଗୁନି। କାହିଁ କରିବେ କାହିଁ କରିବେ ସମାନ ନୁହେଁ। ଜିଲ୍ଲା କାର୍ଯ୍ୟକ୍ରମରେ ମୁଁ ଯେମିତି ରହିବା କଥା ରହୁଛି। ରାଜ୍ୟରେ ଯେତେବେଳେ ଡକା ହଉଛି ଆସୁଛି। ଅନୁପସ୍ଥିତ କାହିଁ ରହିବି। ଆଜି ତ ସେଥିପାଇଁ ଡାକିଥିଲେ, ଆମର ସଭାପତି ଡାକିଥିଲେ। ସମସ୍ତ ନେତା ମାନଙ୍କ ତାଙ୍କର ୱାନ୍ ଟୁ ୱାନ୍ ତାଙ୍କ କଥା ଶୁଣିଲେ। କଟକ ଜିଲ୍ଲା ସଂଗଠନ ବିଷୟରେ ନବୀନ ବାବୁ ଉତ୍ତପ୍ରୋତ ଭାବେ ଜଡିତ ଅଛନ୍ତି ଏବଂ ଆଗାମୀ ଦିନରେ ଆମେ ତା ବିଷୟରେ, ଆଜି ଯେହେତୁ ବହୁତ ନେତା ବହୁତ ଦୂରରୁ ଆସିଥିଲେ, ଆମେ ତ ଘର ପାଖ ଲୋକ, ଆମେ କାଲି ବି ଦରକାର ପଡିଲେ ଦେଖା କରି କହିପାରିବୁ। ତେଣୁକରି ଦୂର ନେତା ମାନଙ୍କୁ ଆଗ ଚାନ୍ସ ଦେବା ବହୁତ ଜରୁରୀ। ଆମ କଥାକୁ ଆମକୁ ସାର୍ ଡାକିଛନ୍ତି, ଖୁବ ଶୀଘ୍ର ଆମେ ବସି କଥା ସୁଯୋଗ ନୁହେଁ, ଏଠି ସୁଯୋଗର କଥା। ମତେ ପଚାରିଲେ ମୁଁ କହିଲି ଯୋଉମାନେ ଦୂରରୁ ଆସିଛନ୍ତି ସେମାନେ ତାଙ୍କୁ ଚାହାନ୍ତି। ଆମେ ତ ଏଇଠି ପାଖରେ ରହୁଛୁ, ଆମେ କାଲି ଚାହିଁଲେ ଦେଖା କରିପାରିବୁ। କାରଣ ମତେ ନବୀନ ବାବୁ ଡାକିଛନ୍ତି ଅଳ୍ପ ଦିନ ଭିତରେ ଦେଖା କରିବା ପାଇଁ। ବ୍ୟକ୍ତିଗତ ଭାବେ ମତେ ଡାକିଛନ୍ତି କଥା ହେବା ପାଇଁ। ତେଣୁକରି ଅଲଗା ମାନଙ୍କୁ ଚାନ୍ସ ଦେବା, ମୋର ଦଳୀୟ ଭାଇ ମାନଙ୍କୁ ସୁଯୋଗ ଦେବା ମୋର କର୍ତ୍ତବ୍ୟ। ଆମଠୁ ବେଶୀ ତ ଆପଣ ମାନେ ଲୋକମାନଙ୍କ ଭିତରେ, ଆପଣ ମାନେ କହୁନାହାନ୍ତି କଣ ଭଲ ହବ କି ନାହିଁ। ମତେ କଥା କହୁଛନ୍ତି ଆପଣ ମାନେ କୋଉ ଭଲ ହବ ନା ନାହିଁ। ପ୍ରଚାର ଅପପ୍ରଚାର ସବୁ ଆପଣ ମାନଙ୍କ ଭିତରେ। ପ୍ରଚାର କରିବା ଲୋକ ଆପଣ ମାନେ, ଅପପ୍ରଚାର କରିବା ଲୋକ ବି ଆପଣ ମାନେ। ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଟା ମୁଁ ନେଇପାରିବି କି? ଆପଣଙ୍କୁ ଲାଗୁଛି କି ମୁଁ ନେଲା ଭଳିଆ ବ୍ୟକ୍ତି? ତାଙ୍କର ଚର୍ଚ୍ଚାଟା ଚର୍ଚ୍ଚା ଯେପର୍ଯ୍ୟନ୍ତ ବାସ୍ତବ ଯେପର୍ଯ୍ୟନ୍ତ ରୂପ ନ ନେଇଛି, ଚର୍ଚ୍ଚାଟା ସଦାବେଳେ ଚର୍ଚ୍ଚା ହେଇକି ରହିବେ। ସମୟ କହିବ ଆମେ କେତେ ଦୂର ସ୍ୱାଗତ କରିବୁ, କଣ କରିବୁ, ସେଇଟା ସମୟ କହିବ।